এইটা দেখি পড়ছি পুরা নদী কেতে সুন্দর দেখা যাচ্ছে শীত ড্ୟାମ୍ରେ ଆଗରୁ କହିଦେଲି କି ଏଠି ପୁରା କବାଟ ହିଁ ଲାଗିନି ମାନେ ଠିକାଦାର ହିଁ ଉପକୃତ ହେଇଥିବେ ଆଉ ହେଇଗଲାଣି ସେ ଉପରେ ବଢ଼ିଆ ବଢ଼ିଆ କିଛି ରହିଛି। ହାଇ ଫ୍ରେଣ୍ଡସ୍, ନ୍ୟୁ ବ୍ଲଗ୍ ଭିଡ଼ିଓକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ସମସ୍ତେ ଭଲରେ ଥାନ୍ତୁ। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ଭଲରେ ଅଛି ଏବଂ ପରିବାର ବର୍ଗ ମଧ୍ୟ ଭଲରେ ଅଛନ୍ତି। ଚାଲନ୍ତୁ ଆଜିର ନ୍ୟୁ ବ୍ଲଗ୍ ଭିଡ଼ିଓ ଷ୍ଟାର୍ଟ କରିବା। ତ ଏଠି ମୁଁ ମାଛ ଧରିବାକୁ ଚାଲି ଆସିଛି ପାଖାପାଖି 3:30 4ଟା ହେଇଗଲାଣି। ତ ଏବେ ଆସିଛି ମାଛ ଯେହେତୁ ଖାଇବାକୁ ଇଚ୍ଛା ହେଲା ତ ସେଥିପାଇଁ ଜାଲ ଧରିକି ମାଛ ଧରିବାକୁ ଚାଲି ଆସିଛି। ଦୁଇଟି ଛୋଟିଆ ଦାଣ୍ଡି ଜାଲ କୁହନ୍ତି ଯେ କରାଣ୍ଡି ଫରାଣ୍ଡି ଲାଗିବେ ଆଉ ଛୋଟ ଶିଳା ମାଛ ଗୁଡ଼ିକ ଲାଗିବେ। ତ ଏହି ଆମ ଚେକ୍ ଡ୍ୟାମ୍କୁ ଆସିଛି। ଏଇଟା ଆମ ଗାଁର ଚତୁର୍ଥ ପଞ୍ଚମ ନମ୍ବର ବୋଧେ ନା 5-7ଟି ଚେକ୍ ଡ୍ୟାମ୍ ହେଇଛି। ଏଇଟା ଗୋଟେ କେତେ ନମ୍ବର 1 2 3 4 4 3 4 5 6 ଏଇଟା ଗୋଟେ 5 କି 6 ନମ୍ବର ହେବ ବୋଧେ। ଏଇଟା ଚେକ୍ ଡ୍ୟାମ୍ଟି ପୁରା ଗେଟ୍ ଫେଟ୍ରେ ଲାଗିନି, ସେ ଠକି ଦେଇଛି। କଣ୍ଟ୍ରାକ୍ଟର ପୁରା ଠକି ଦେଇଛି। ସେପଟ ସାଇଡ଼୍ ବି ଗେଟ୍ ଲାଗିନି। ଏଇଟା ଦେଖିପାରୁଥିବେ ପଥର ଉଠି ଯାଇଛି। ଏପଟେ ଗେଟ୍ ଲାଗିନି, ଦେଖିପାରୁଥିବେ ପୁରା ଫାଙ୍କା ଅଛି, ଗେଟ୍ ଟୋଟାଲି ଲାଗିନି। ଏଇଠି ମୁଁ ମାଛ ଧରିବାକୁ ଆସିଛି। ଆଉ ସେଇଠି ଜାଲ ପଡ଼ିଛି, ଛୋଟିଆ ଜାଲ। ହେ ସେଠି ଛୋଟ ଜାଲ ପଡ଼ିଛି ତ ଯେହେତୁ ଦେଖାଯିବନି ତ ସେ ସାଇଡ଼୍ରେ ରହିଛି। ସେଠି ଗୋଟେ ପଡ଼ିଛି ପାଡ଼ିଆରେ ଛୋଟ ଜାଲଟିଏ ପଡ଼ିଛି, ସେପଟେ ସାଇଡ଼୍ରେ ମଧ୍ୟ ଗୋଟିଏ ପଡ଼ିଛି। ତ ଦେଖିବା କ'ଣ କେମିତି ମାଛ ଲାଗୁଛନ୍ତି ନା। ତ ବର୍ତ୍ତମାନ ଆସିଛି ଅଧଘଣ୍ଟା 20-30 ମିନିଟ୍ ପରେ ଦେଖିବା ମାଛ କ'ଣ କେମିତି ଲାଗୁଛନ୍ତି। ଏଠିକାର ପରିବେଶ ଟିକେ ଦେଖିବା କ'ଣ କେମିତି ଏଠିକାର ପରିବେଶ କ'ଣ କେମିତି ରହିଛି ଦେଖିବା ଏବଂ ଜାଣିବା। ଏଇଟା ହେଉଛି ଆମ ଗାଁ ସେଇ ରେମାଳ ନଦୀରେ ହିଁ ଯାଏ। ଚେକ୍ ଡ୍ୟାମ୍ ବହୁତ ଗୁଡ଼ାଏ ହେଇଛି, 7-8ଟି ହେଇଛି, କିନ୍ତୁ କୌଣସି ଚେକ୍ ଡ୍ୟାମ୍ ଉପଯୋଗୀ ନୁହଁ। ଦେଖିପାରୁଥିବେ ଏଇଟା ତ ଉପଯୋଗୀ କେମିତି ହେବ। ଏଇଟା କବାଟ ଫବାଟ ନାହିଁ, ପାଣି ସେଠି ରୋକାଯାଇ ପାରିବ ନାହିଁ। ତ ଖାଲି ଡ୍ୟାମ୍ କେବଳ କଣ୍ଟ୍ରାକ୍ଟର ମାନଙ୍କର ଲାଭ ଏବଂ କେବଳ କଣ୍ଟ୍ରାକ୍ଟର ହିଁ ଉପକୃତ, ଆଉ ବିନା କାମରେ ବିଲ୍ କରୁଛି ତାଙ୍କରି ଲାଭ। ଏମିତି କିଛି ରହିଛି। ସବୁଆଡ଼େ ଗଛ ହିଁ ଦେଖାଯାଉଛି, ଗଛ ଗୁଡ଼ିକ ରହିଛି ଚାରି ସାଇଡ଼୍ରେ। ଏଇଟା ଜଙ୍ଗଲ ଏରିଆ, ଯେହେତୁ ଜଙ୍ଗଲ ଏରିଆ ଅଞ୍ଚଳରେ ଅବସ୍ଥିତ। ସେପଟ ସାଇଡ଼୍ରେ ଅଲଗା ଗୋଟିଏ ଗାଁ ରହିଛି, ଏପଟ ସାଇଡ଼୍ରେ ଆମ ଗାଁ। ଏମିତି କିଛି ରହିଛି। ଏଠି ଗଛ ବଡ଼ ଗଛ ମଧ୍ୟ ରହିଛି। ଏଇଟା କ'ଣ କହିବି ଆଉ। ଏଇଟା ପାଣି ଶିଉଳି ଫଳି ଅଛି, ସେ ଭିତରକୁ ଗଲେ ହୁଏତ ଖସିଯିବ, ମୋବାଇଲ୍ ବି ଭାଙ୍ଗି ଯିବାର ସମ୍ଭାବନା ରହିଛି। ସେଥିପାଇଁ ସେ ଭିତରକୁ ଯିବାନି, ତ ବାହାରେ ଯିବା। ଏପଟେ ଦେଖିବା ମାଛ। ଏଇଟା ବର୍ଷା ହେବ ବୋଲି କାଳିଆ ଦେଖାଯାଉଥିଲା, ତ ମେଘ କଳା କି ଦେଖାଯାଉଥିଲା। ସେଥିପାଇଁ ମୁଁ ଛତା ଧରିକି ପଳେଇ ଆସିଛି। ଛତା ମଧ୍ୟ ନେଇକି ଆସିଛି, ହୁଏତ ବର୍ଷା ହେଇଯାଇପାରେ। ଏଇଟା ଦେଖିପାରୁଥିବେ ଛତା, ବ୍ୟାଗ୍ ଧରିକି ମାଛ ନେଇକି ମାଛର ଆମେ ବ୍ୟାଗ୍ ବି ଧରିକି ପଳେଇ ଆସିଛି। କିନ୍ତୁ ମାଛ ଲାଗିବେ କି ନା ଦେଖିବା, ଜଣାପଡ଼ିବ। ଅଧଘଣ୍ଟା ଘଣ୍ଟେ ଅପେକ୍ଷା କଲା ପରେ ଜଣାପଡ଼ିବ ମାଛ ଲାଗୁଛନ୍ତି କି ନା। ଏଇଠି ରହିଛି ଜାଲ, ଏଇଟା ଦେଖିବା ଟିକେ ମାଛ ଲାଗିଲେଣି କି ନା ଦେଖିବା। ଏଇଟା ଦେଖନ୍ତୁ ଜାଲ, କାହିଁରେ ମାଛ କାହିଁ ଏଇଠି ଗୋଟିଏ ମାଛ ଶିଳା ମାଛଟି ଲାଗିଛି। ଏଇଭଳି ମାଛ ଲାଗିବା କଥା, ପୁରା ଫୁଲ୍ ହେବା କଥା। ଦେଖିବା ଲାଗୁଛନ୍ତି କି ନା, ଅପେକ୍ଷା କରିବା କିଛି ଟାଇମ୍, ତାପରେ ଜଣା ପଡ଼ିଯିବ ତ ମାଛ ଲାଗିବେ କି ନାହିଁ। ଏମିତି କିଛି ରହିଛି, ପାଣି ପଡ଼ୁଛି। ଏଇଠି ତା ତଳେ ବସିଛି, ମାଛ ଅଛନ୍ତି କିନ୍ତୁ ମାଛ ଲାଗୁନାହାନ୍ତି। ତ କ'ଣ କରାଯାଇପାରେ, ଅପେକ୍ଷା କରିବା କିଛି ସମୟ, ତାପରେ ଯିବା ଆଉ ଦେଖିବା। ଫ୍ରଣ୍ଟ କ୍ୟାମେରା ଦେଖିବା ଏଠିକାର ଦୃଶ୍ୟ ଏବଂ ମାଛ କ'ଣ କେମିତି ଲାଗୁଛନ୍ତି ତାକୁ ମଧ୍ୟ ଦେଖିବା। ଏଇଟା ଦେଖିପାରୁଥିବେ ପୁରା ନଦୀ କେତେ ସୁନ୍ଦର ଦେଖାଯାଉଛି ଶୀତ ଡ୍ୟାମ୍ରେ। ଆଗରୁ କହିଦେଲି କି ଏଠି ପୁରା କବାଟ ହିଁ ଲାଗିନି, ମାନେ ଠିକାଦାର ହିଁ ଉପକୃତ ହେଇଥିବେ ଆଉ। ଏଇଟା ଗଛ ହେଇଗଲାଣି ସେ ଉପରେ ବଢ଼ିଆ କିଛି ରହିଛି। ସେପଟ ସାଇଡ଼୍ରେ ଗୋଟେ ଗାଢ଼ା ରହିଛି, ସେ ଖାଲ ଆରପଟ ସାଇଡ଼୍ରେ ଗୋଟେ ପଡ଼ିଛି ଜାଲ, ଏପଟ ସାଇଡ଼୍ରେ ଗୋଟେ ପଡ଼ିଛି। ଦେଖାଯାଉ ଲାଗିବେ କି ନା, ସେଟା ତ ସମୟ କହିବ। ସେଠି ଗୋଟେ ଲାଗିଛି ବୋଧେ, ସେଠି ଗୋଟେ ମାଛ ଲାଗିଛି। ସେପଟ ସାଇଡ଼୍ରେ ପାଣି ଭିତରେ ରହିଛି, ଯେହେତୁ ଦେଖାଯିବନି। ଏମିତି କିଛି ରହିଛି, ପୁରା ନଦୀ ଭିତରେ ପୁରା ସମ୍ପୂର୍ଣ୍ଣ ଗଛ ରହିଛି। ସେଠି ଗୋଟେ ସେଇଟା ବାହାରେ ଦେଖାଯାଉଛି, ମାଛ ପଡ଼ିକି ରହିଛି। ଦେଖିବା କେତେ ଗୁଡ଼ା ଲାଗୁଛନ୍ତି ମାଛ। କିଛି ସମୟ ଗଲା ପରେ ହୁଏତ ମାଛ ଲାଗିପାରନ୍ତି। କିଛି କୋରାଡ଼ି ଲାଗିବା କଥା, କ'ଣ ଲାଗୁନାହାନ୍ତି।
आम भाग्य बोधे माछ ना आ कौन कर देखिए जब रागी पारते बर्तमान समय हो गला 4टा बर्तमान देखिए माछ केते लगी लगी रहल ना तो सीधा सेमि धरिकी चलवा चलो जीवा देखा एमि देखिए स्टाइल फाना एमि तो सही गोटाए पूरा देखा स्किप करेंगे ना शेष पर्यटन देखते कौन केमी माछ केते लगी जालटा को उठेकी आना बर्तमान भिजिगला लो बर्तमान पानी रे पशि गले तो माछ को केते लगी पूरा जालटा को उठेबा जालटी को उठे देबा जाल उठेबा जहाँ लगी उठे से गोटा को से गोटे प्राय माछ लगिले ना कौन करिया माछ तो लगे ना कौन माछ लगे ना मात्र 2टी माछ एटा गोटे घड़ीस माछ माछ एटा 2टी मात्र माछ लगे अजथा जदि किए माछ जाल पकड़ा जाए नदी अजथा बेकार माछ आनीपारे माछ लगुना जेहेतु सफा पानी रही माछ लगुना कष्ट कि बथा हो माछ टोटाल लगे हे सुताटा बाहरी गला लो तो बर्तमान रखा सेपट साइड जालटा को लेकिन आसे देखिया दूसरे वाला में जाल में देखो ढूंढ लगा ढूंढ कौन कर गोटे माछ ढूंढ सारा कौन करा देखिए कि आपण मैंने देखिले नदी में माछ लगुना जेहेतु सफा पानी रही परिष्कार पानी जीवन प्रति समस्त भय अच्छी से माछ गुड़िक लगुना केवल 3टी माछ लगे गोटे झुंड लगे खोली भी पारे तो शेष सेमि धरिकी जाऊँगी तो किए गाँव में सब खोली दिखती खोला खोली कर दिखती कौन केमी खोलिए तो सेटा देखा रहा बाकी जदि माछ धरने जाऊँ तो जाल नहीं जातु ना माछ यही समय जेहेतु सफा पानी रही से माछ जाल लगुना एमती किसी आज ब्लॉग वीडियो जदि आपन को यही ब्लॉग वीडियो भल लगे बहुत मात्रा लाइक शेयर सब्सक्राइब करने को भूलु ना नुआ कर आसी चैनल को सब्सक्राइब कर दिंतु बेल आइकन टी दबाई दिंतु प्रथम कर नोटिफिकेशन आपन पाखे पहुँच नेक्स्ट ब्लॉग वीडियो जय जगन्नाथ।